नमस्कार दर्शक बंधु उर्मी एंटरटेनमेंट पवित्र पाला अगणा को मु प्रियंका आपण मानक स्वागत जनाऊँगी। प्राचीन सांस्कृतिक कार्यक्रम ओडिया पाला आमर ए कस्तूरी कार्यक्रम जेतबले देखिदेल अर्जुन आज उत्तर अवस्था एमिति शरीर रे प्राण अछि निस्तेज विश्व जोड़ा घारुची सेति बेले भगवान को डाकिले किंग कर्तव्य बुडे किंग करोमी कुजामी किंग करिसामी भगवान को डाकुचंदी वेद गाइबी गा कला चंद्रमा मनस सूर्य चक्षु हताद वायुष्य मुखाद अग्नि रुजाय आपण मत ये बुद्धि दियंतु प्रभु ये केमिति बंचीब ना सरीजीव सब ये केरे पृथना धेनु जीव दुई रे ये विराटंकर पुआ जीव गोटिए पद गाउची जय देवंकर अर्जुन डाकुचंती भगवान गोटिए पद हरि हे कालिया विषधर गंजन हे प्रभु विश्व चिंतामणि मने पकई देले मने पड़गला अर्जुन कर केतल कथा कहला ये राजस्व यज्ञ ब्योरे जाइथिली पाताल भुवन गांडीव धनुरे पृथ्वीर भार जेतिकी आपण माने बसछन सब सुनंत मने पड़ीगला अर्जुन राजस्व यज्ञ दीटा राजस्व यज्ञ बारुणावंतरे करिथिले युधिष्ठिर हस्तिनारे करिथिला पंडित दुर्योधन से सब कहिथिबे चिठी देइथिला उत्तरा को बाहाबो बोली के लक्ष्मण कुमार ताकू उपेक्षा करिथिले साडू को मु जाउने कृष्ण ऊपर निर्भर करथिले सा मने पड़ीगला गारेडी मंत्र मो माँ माने झाड़ी देले जमती बंचिले सिना हेले लाभ कौन जेमिति नहीं जाइचंती रथ को अर्जुन अक्षणी अक्षणी सैन्य को देखी अर्जुन को उत्तर कहूँ ए बृहन्नला यारे कुआडे रथ नौछु यारे कुआडे नौछु आ कुआडे नबा फेरे नहीं चल काहे से युद्धर भूमि रे जेतबले देखी देइची से सैन्य मान को ये थरीची जेतबले दौड़ुची किए उत्तर रथरु लाई दौड़ला परे छाड़ू कुआर जाउची उत्तर दौड़िला बे ये रथ को अटके बाबू कहला उत्तर पछरे धावंती तोरा ये बृहन्नला उत्तर पछरे धावंती तोरा ये युद्ध स्थान छाड़ी जाना राज
ତୁମେ ଅବଳା ନା ଦୁର୍ବଳ? ଗାଈ ନେଇଯାଆନ୍ତୁ। ଆରେ ରହ 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 ଏ ବାବୁ ଏ ନା ଯା ନା ମୁଁ ବୋଧେ ବଜାରରୁ କ୍ଷୀର କିଣିକି ଖାଇବି, ସେ ଗାଈ ଯାଉ। ଆରେ ରହିଯା ନାଇଁ ହବନି, ଯୁଦ୍ଧ କରିବା। ଗାଁକୁ ପଳେଇବା। ତୁମେ ଖାଲି ରଥଟା ଚଲା, ଏ କୋଉ ରଥ? ମୁଁ ଯୁଦ୍ଧ କରିବି। ଆରେ ଆଙ୍କ ସାମ୍ନାରେ ତୁ ଯୁଦ୍ଧ କରିବୁ? ହଁ ପାରିବି। ଆସ। ଏ ମାରିଦେବେ ରେ। ଆରେ ଖାଲି ଶୁଣିଯାଅ, ଆସ। ଯେତେବେଳେ ଦୌଡୁଛନ୍ତି ଅର୍ଜୁନ, ମଉସା କହିଲା ଅସ୍ତବ୍ୟସ୍ତ ନିଜ ବସନ ବେଣୀ ଦୋହଲୁ ଥାଇ ରହୁ ବଳେ ମାନ ଗୋବିନ୍ଦ ଦେଖି ହସି ପକାଇ। ଏଥିରେ ଦୌଡୁଛନ୍ତି ବୃହନଳା, ଲୁଗା ପିନ୍ଧଛନ୍ତି, ଦିଟା ବେଣୀ। ଆପଣ ମାନେ ତ ଦେଖିଥିବେ, ସେତେ ଦୌଡ଼ିକିରି ଯାଉଛନ୍ତି, ବସ୍ତ୍ର ଖସି ଯାଉଛି, ଦିଟା ଯାକ ବେଣୀ ଦୋହଲି ଯାଉଛି। ହସୁଛି ଦୁର୍ଯ୍ୟୋଧନ, କହୁଛି ମାମୁଁ ଦେଖିଲୁନି ନା? ସେ ହସଟା ଶେଳ ବିଦ୍ଧ ପରି ଲାଗିଲା ଅର୍ଜୁନକୁ। ଖାଉଡେ ସେମିତି ହଉଛୁ ବା, ସବୁ ଜାଣିଛ ତୁ। ଯୁଦ୍ଧ କରିବାକୁ ଆଇଛି। ଇଏ ଅର୍ଜୁନ ପଛେ ପଛେ ଆଗେ ଆଗେ ଉତ୍ତର ଦୌଡୁଛି, ଧରି ପକେଇଲା ବୃହନଳା। ଅର୍ଜୁନ ଧରି ପକେଇଲା। ଖାଇ ଗୋଟେ ହାତ ଧରୁଛୁ, ତୋ ହାତ କେତେ ଟାଣରେ, ଗୌରୀ ହାତ। ପାଟିଗାନା ଡାକିଲା କହିଲା ବାବୁ ଶୁଣ, କୁଆଡେ ଯାଉଛ? ଗାଁକୁ ପଳେଇବି। କାହିଁକି? ଆଉ ଯୁଦ୍ଧ ହବନି। କଣ ପାଇଁ? ନା ପାରିବିନି। ଶୁଣ, ମତେ କଣ କହୁଥିଲ? ମୁଁ ମାଇଚିଆ କହୁଥିଲି। ମୁଁ ମାଇଚା? ମାଇଚିଆ ନୁହଁ, କହନ୍ତୁ। ମୁଁ କିଏ ଜାଣିଛ? କିଏ? କିଏ ତମେ? ମୁଁ କିଏ ଜାଣିଛ? କିଏ ତମେ? ତୁ ଜାଣିନା ମତେ? ପରିଚୟ ଦିଅ। ଗୋଟେ ପଦ ଗାଉଛି, ସାରଳା ଦାସ, ଆଦିକବି ସାରଳା ଦାସଙ୍କର ଓଡ଼ିଆ ମହାଭାରତ। ପରିଚୟ ଆସିବାରି। ସାରେ ସାରଳା ଦାସଙ୍କର ରାଗ ଠିକ ନଥିଲା। କୋଉ ଅକ୍ଷର ଯଦି 15-16ଟା ହେଲାଣି, କୋଉ ଅକ୍ଷର 8-9ଟା ନାଇଁ ନା, ସେ ନୁହେଁ। ସେ ଯାଉ ଆଦିକବି ସମସ୍ତେ ସମାନ ଦେଇଛନ୍ତି। ସେ କଣ କହିଲେ? ଅର୍ଜୁନ ଡାକିଲେ, କହିଲେ ରୁହ ତ ରାଜପୁତ୍ର, ମୁଁ କିଏ ଜାଣିଛ? କହିଲା ମୋର ପରାକ୍ରମ ଦେଖି ମୋ ନା ବୃହନଳା ନୁହଁ। ଅର୍ଜୁନ ଫାଲ୍ଗୁନି ଜିଷ୍ଣୁ କିରଟି ଶ୍ଵେତ ବାହନ। ମୁଁ ଅନଘ ଅର୍ଜୁନ ଭରତ ବଂଶଜ ସବ୍ୟସାଚୀ ଗାଣ୍ଡିବି ଖାଣ୍ଡିବି ଭାରତ ଫାଲ୍ଗୁନି ଧନଞ୍ଜୟ କିରୀଟି। କେତେ ନାମ। ତୁ ତାହେଲେ ପେଣ୍ଡୁ ପୁଅ? ମୁଁ ଏକା ନୁହଁ, ତୁମେ ମୋ ନାଁଟା ଶୁଣିଥିବ, ମୋ ପରାକ୍ରମ ଜାଣିଥିବ। ଜାଣିଥିଲି। ତୁମ ମାମୁଁକୁ କିଏ ମାରିଲା? ମାମୁଁ କିଏ ମାରିଲା? ତୁମ ମାମୁଁ କିଏ? ଏ ଯେ ରୋଷେଇ କରିକି ଦଉଛି। କିଚକ। କିଚକ ମାମୁଁ। ତାକୁ କିଏ ମାରିଲା? ଯେ ରୋଷେଇ କରିକି ଦଉଛି, ଭାତ ରାନ୍ଧୁଛି ଆମର। ମୋ ଭାଇ। ସେ କିଏ? ବୀର ବୃକୋଦର। ଓ ମାଇର ଅଛି ଦାଗ। ସେଇଠୁ ଭୀମ ଶିଖେଇ ଦେଲା, ଏମିତି ମାଡ଼ ମାରିଲା ମଲା। କିଚକ ଖଣ୍ଡିଆ ହେଇନି, ଦାଗ ହେଇନି। ଇଏ ଖବର ଯେତେବେଳେ ପହଞ୍ଚିଲା ହସ୍ତିନାରେ, ସାର୍ ଜାଣନ୍ତୁ, ମୋ ମା ମାନେ ଜାଣିଲେ ଦ୍ରୋଣ ଯେ ପ୍ରକୃତରେ ତାର ଅସ୍ତ୍ର ଯଦି ଫୁଟିଥାନ୍ତା ତା ଦେହରେ, ଅର୍ଜୁନ ମାରିଥାନ୍ତା। ଦୁର୍ଯ୍ୟୋଧନ ତ ମାରି ନାହିଁ, ତାହେଲେ ମାଇଲା କିଏ? ନିଶ୍ଚିତ ପାଣ୍ଡବ ମାନେ ବିରାଟ ରାଜାଙ୍କର ମତ୍ସ୍ୟ ଦେଶରେ ଅଛନ୍ତି। କୌରବ ମାନଙ୍କ ଭିତରୁ ଜାଣିଥିଲେ 3 ଜଣ। କିଏ? ଶକୁନି, ଦ୍ରୋଣ, ନାଇଁ ଭୀଷ୍ମ। ମୋ ମା ମାନେ ବୁଝ। କିନ୍ତୁ ଶକୁନି ଚାହୁଁଥିଲା କେମିତି ଏ ବଂଶଟା ନାଶ ହେଇଯିବ। ବୋଉଲ ଶୁଣ, ପାଟି କରନା। ତେଣୁ ଏଠି କହିଲେ ଶୁଣ, ଆମେ ମାନେ ସବୁ ଗୁପ୍ତରେ ଆସିକି ଥିଲୁ। ଇଏ କଙ୍କ ପଣ୍ଡା ଯିଏ, ସେ କିଏ ଜାଣିଛ? ସେ ଧର୍ମରାଜ ଯୁଧିଷ୍ଠିର। ସାର୍ କଙ୍କ ତାଙ୍କ ନାଁ କାହିଁକି? ଆପଣ ମାନଙ୍କର ଯେତେବେଳେ ରାମଚରିତ ମାନସ ହୁଏ, ଭାଇନା କହୁଥିଲେ, ଆପଣ ପାରାୟଣ କରିବାକୁ ଯାଆନ୍ତି ନା, ଆପଣ କଣ କହନ୍ତି? କାହିଁ ବେଶ, ଆପଣ କଣ ପରାଶରଙ୍କ ପୁଅ?
କାହିଁ ବ୍ୟାସ କହନ୍ତି କହିଲ ନା ଯୋଉମାନେ ବ୍ୟାଖ୍ୟା କରନ୍ତି ତାଙ୍କୁ ବ୍ୟାସ କହନ୍ତି ଏବେ ଯିଏ ବ୍ୟାଖ୍ୟାକାର ସେ ହେଉଛନ୍ତି ବ୍ୟାସ ଆପଣ ବ୍ୟାଖ୍ୟା କରୁଛନ୍ତି ଆପଣ ବ୍ୟାସ ତେଣୁ ବଶିଷ୍ଠ ଗୋଟେ ପଦବୀ ସାର୍ ଅଯୋଧ୍ୟାରେ ଯିଏ ରାଜଗୁରୁ ହେଲେ ସେ ହେଲେ ବଶିଷ୍ଠ ନହେଲେ ବଶିଷ୍ଠ କ'ଣ ସେଇଦିନ ବଞ୍ଚିଛନ୍ତି ହରିଶ୍ଚନ୍ଦ୍ରଙ୍କଠୁ ନବକୁଶ ଯାଏ ଯିଏ ଫାଣ୍ଡିରେ ଆସିଲେ ସେ ଥାନାରେ ପୁଅ କ'ଣ କହୁଥିଲି ବାପା କଙ୍କ କହିଲେ ଯୋଉମାନେ ବିଚାର କରନ୍ତି ରାଜ ଦରବାରରେ ମୋ ମା ମାନେ ବିଚାର କରନ୍ତୁ ଦ୍ୱିତୀୟରେ ମୋ ଭାଇ ଭୀମସେନ ବଲ୍ଲଭ ରୂପରେ ଅଛନ୍ତି ରୋଷଶାଳାରେ କେମିତି ଡିପାର୍ଟମେଣ୍ଟ ନେଇ ଯାଇଛନ୍ତି କାରଣ ଖାଇବା ଲୋକଟା ରୋଷେଇଶାଳାରେ ଅଛି ଆଉ ଦିଟି ଭାଇ ଅର୍ଜୁନ ହଉଛନ୍ତି ମୁଁ ନିଜେ ବୃହନ୍ନଳା ସେ କହିଛନ୍ତି ଯେତେବେଳେ ଅଭିଶାପ ପାଇଥିଲେ କାଠୁ ଉର୍ବଶୀଠୁ ଏଇଠି ଫଳବତୀ ହେଲା ସାଡ଼କୁ ମୁଁ ଯିବିନି ଇଏ ଅଭିଶାପ ଆଶୀର୍ବାଦ ରୂପରେ କାମ ଦେଲା ତ୍ରେତୟା ଯୁଗରେ ଅନ୍ଧମୁନିଙ୍କ ଅଭିଶାପ ଦଶରଥଙ୍କ ପାଇଁ ଆଶୀର୍ବାଦ ରୂପରେ ଦ୍ୱାପର ଯୁଗରେ ଇଏ ମନ୍ତ ଯେ ଉର୍ବଶୀର ଅଭିଶାପ ଅର୍ଜୁନକୁ ବିରାଟ ରାଜ୍ୟରେ ଆଶୀର୍ବାଦରେ କାମ ଦେଲା ଆଉ ଦିଟି ଭାଇ ମୋର ଶୁଣ ବହି ହଉଛି କିଚକ ବଧ କବି ହେଲେ ଗଙ୍ଗାଧର ମେହେର କହିଲା ଅଶ୍ୱିନୀ କୁମାର ସମ ମାଦ୍ରୀ ସୁତ ଅଶ୍ୱିନୀ କୁମାର ସମ ସେଇଠି କହିଲେ ମୋର ସାନ ଭାଇ ନକୁଳ ଗ୍ରନ୍ଥିକାର ରୂପରେ ଥିଲେ ତନ୍ତ୍ରୀପାଳ ଜଣେ ରଖୁଥିଲେ ଘୋଡ଼ା ଆଉ ଜଣେ ରଖୁଥିଲେ ଗାଈ ଚିନ୍ତା କର ନା ତୁମେ ସେଠି ମୋ ପରିଚୟ ଦବନି ତୁମେ ଖାଲି ରଥ ଚଳ ମୁହୂର୍ତ୍ତକରେ ମୁଁ ସେମାନଙ୍କୁ ତଡ଼ିଦେବି ଆମ ପୃଥନା ଧେନୁକୁ କେହି ନେଇପାରିବେ ମୋ ମା ଲୋ ଇଏ ବିରାଟ ରାଜାଙ୍କ ପୁଅ ଉତ୍ତର ଏମିତି ଥରୁଛି ଟିକେ ମୋ ମା ରଥ ଚଳେଇଲା ପରେ ବାବୁ ରଥ ଚଳା ଯୁଦ୍ଧ ଦାୟିତ୍ୱ ମୁଁ ରହୁଛି ଅର୍ଜୁନ ଆଗ କ'ଣ କଲେ ନା ରଥଟାକୁ କହିଲେ ଇଏ ଧେନୁ ମାନଙ୍କ ଆଡକୁ ନେଇଯାଅ ଚାହିଁଦେଲେ ସୁରକ୍ଷିତ ଅଛନ୍ତି ଧେନୁ ପୃଥନା ଧେନୁ ସେ କାମ ଧେନୁ ପରି ତାଙ୍କୁ ଦେଇଥିଲେ କିଏ ଶୁଣ ମୁଁ କହୁଛି ଦେଇଥିଲେ ବ୍ୟାସଙ୍କ ପ୍ରସାଦ ଇଏ ଧେନୁ ଲଭି ବିରାଟ ନୃପ সকল সম্পদ পূর্ণ ধন্য ବଶିଷ୍ଠଙ୍କର ଯେମିତି କାମଧେନୁ ନନ୍ଦିନୀ ସେମିତି ବ୍ୟାସଙ୍କ ପ୍ରସାଦରୁ ଏ ଧେନୁ ପାଇଥିଲେ ପୃଥନା ଧେନୁ କିନ୍ତୁ ଏ ପୃଥନା ଧେନୁ କୁଆଡ଼େ ଯିବ ନାହିଁ ସେ ସବୁତକ ଗାଈ କୁଆଡ଼େ ଯିବେନି ମୋ ମା ଗାଈକି ଭଗବାନ କୃଷ୍ଣ ଏତେ ଗାଈ ଜଗନ୍ତି ଗୋରୁ ମାନେ କୋଉ ବଲ ପାନିକି ପଳେଇ ଆସନ୍ତି ପ୍ରଭୁଙ୍କ ପାଖକୁ ସେ ବଂଶୀ ସ୍ୱନ ଶୁଣିକି କହିଲା ଇଏ ଧବଳି ସାମଳି କସରି ଇଏ କାଳି କିଏ ହୁଅଟେ ବାର ବୁଲିରେ ଇଏ ବଂଶୀ ସ୍ୱନ ଶୁଣି ସବୁବେଳେ ବସି ଭୂତା ବଂଶୀ ବାଦନରେ ବନ ମାଳିରେ ସେତ ଗୋଗସ୍ତ ଚନ୍ଦ୍ରରେ ସେତ ଧେନୁ ରକ୍ଷେ ଗୋପରେ ଗୋବିନ୍ଦରେ ସେତ ଧବଳି ଶ୍ୟାମଳି କାଳି
କସରି କସରି ଯେତେ ଗାଈ ଅଛନ୍ତି ସେମାନଙ୍କୁ ବଶୀଭୂତ କରନ୍ତି ମା କିଏ ନା ବଂଶୀ ବଂଶୀଶ୍ୱରରେ ଭଗବାନ କୃଷ୍ଣ ସରୀସୃପ ବ୍ୟାଳ ଭୁଜଙ୍ଗ କେଡେ କ୍ରୂର ସର୍ପ କ୍ରୂର ତାକୁ ମଧ୍ୟ କେଳାର କେତେ ପଦ ଗୀତ ତାର ଯୋଉ କଣ ପଦ୍ମତୋଳା ଏବଂ ତାର ଯୋଉ ବାଧା କଣ ତାକୁ କହନ୍ତି ସେ ଯୋଉ କେଳା ବଜାନ୍ତି ପାଟିକନା ଆଉ ସମୟ ନାହିଁ ନାଗେଶ୍ୱରୀ ତେଣୁ ନାଗେଶ୍ୱରୀ ଭାଇ ତୁମେ ଆଉ ବିଳମ୍ବ କର ନା ଟିକେ ନେଇଯା ସେଇଠି ମୁଁ ଦେଖେ ବାସ୍ ମୋ ମା ଏତେ ଗୁଡ଼ିଏ ଧେନୁ ତା ଭିତରେ ସର୍ବଶ୍ରେଷ୍ଠ ପୃଥଣା ଧେନୁ ଆଜ୍ଞା ସହଦେବ ବଂଶୀ ବଜେଇବାରୁ ସେ ରହିଛନ୍ତି ସହଦେବକୁ ବଂଶୀ କିଏ ଦେଇଥିଲେ ଆଚ୍ଛା କି କଥା କୃଷ୍ଣ ଯେତେବେଳେ ଆସିଲେ କୋଉଠିକି ମଥୁରାକୁ ଆଜ୍ଞା ତାଙ୍କ ବଂଶୀ କାହାକୁ ଦେଇଥିଲେ ସହଦେବଙ୍କୁ ଦେଇନଥିଲେ ଆଚ୍ଛା 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 କୃଷ୍ଣ କହିଥିଲେ ହେ ସହଦେବ ତୁମେ ପ୍ରକୃତ ଯୋଗ୍ୟ ଲୋକ ଏ ବଂଶୀକି ତୁମେ ରଖିପାରିବ ମୁଁ ଯେମିତି ବଂଶୀ ବଜାଇ ଗୋପପୁରରେ ଧେନୁ ମାନଙ୍କୁ ବଶୀଭୂତ କରୁଥିଲି ତୁମେ ଯେତେବେଳେ ବିରାଟ ରାଜ୍ୟରେ ସେମିତି ଗୋରୁମାନଙ୍କର ଗୋରୁମାନଙ୍କର ତୁମେ ଯତ୍ନ ନବ ଯତ୍ନ ନବ ଏଇ ବଂଶୀଶ୍ୱର ଦ୍ୱାରା କାରଣ ଗାଈ ସେବା ଠାରୁ ସେବା ନାହିଁ ଗୋଟେ ଗାଈର ମୂଲ୍ୟ କେତେ ଜାଣିଛୁ ଲେଖିଲେ ବ୍ୟାସ ବହି ସଂସ୍କୃତ ମହାଭାରତ ତୁମେ ଭାଷଙ୍କର ବୋଲିଲେ ଭାଷ ଯାହାଙ୍କ କାବ୍ୟ ପଢିକିରି କବି ମୁଁ ତାଙ୍କରି ଗାଉଛି ଠିକ ଠିକ ପଞ୍ଚରାତ୍ର ରାତ୍ରି ସ୍ତ୍ରୀଲିଙ୍ଗ ଏଠି ରାତ୍ର କାହିଁକି ହେଇଛି ଆମର ଏହି ପାଲାର ସମସ୍ତ ଭାଗ ଗୁଡ଼ିକ ଆପଣଙ୍କୁ କିପରି ଲାଗୁଛି ତାହା ଆମର ଏହି କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚିତ ଜଣାଇବେ ଯଦି ଆମର ଏହି କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗୁଥାଏ ତେବେ ଆମ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ ରହୁଛି ନମସ୍କାର।